ଭେଳିକି ଲାଗିଲା ପରି ବଳିଦତ୍ତ ଦୂରକୁ ଚାହିଁଥାଏ। ହତାର ଫାଟକ ଖୋଲା ପଡ଼ିଛି। ମଟର ନାହିଁ, କେହି ନାହିଁ। ସେତେ ଯେତେଥର ଭାବେ ସେତେଥର ଦିଶେ। ହୋଇ ଯେମିତି ମଟରଟା ଚାଲି ଯାଉଛି। ଧୀରେ ଧୀରେ ସାନ ହୋଇ ଦୂରେଇ ଯାଉଛି। ପୁଣି ଦିଶେ ଆଗର ଦୃଶ୍ୟ। ସରୋଜିନୀ ଲୁଗାପଟା ପିନ୍ଧି ଚମଡ଼ାର ମୁଣି ଧରି ଗାଡ଼ିରେ ବସୁଛି। ତାପରେ ଲାଗିଥିବ ନିଶ୍ଚୟ ଆଲୋଚନା। ସରୋଜିନୀ ତାର ଯୋଜନା କଥା ପକେଇଥିବ ତାର ସେହି ସମାଜ ବିଷୟରେ। ସବୁବେଳେ ପ୍ରସ୍ତୁତ, ସବୁ କଥାକୁ ଅଭ୍ୟସ୍ତ। ଶଙ୍କା ନାହିଁ କି ସଂକୋଚ ନାହିଁ। ଏତେ ଟିକେ ପଛେଇ ନାହିଁ। ଯେତେବେଳେ ସେ କହିଲେ, ଚାଲନ୍ତୁ ମିସେସ୍ ଦାସ, ଆପଣଙ୍କ ସମାଜ ହାଲଚାଲ ଟିକିଏ ଦେଖି ଆସିବା। କେଡ଼େ ଶୀଘ୍ର ସେ ତିଆରି ହୋଇ ଆସି ଗାଡ଼ିକି ମୋହିଲା। ସେ ଉନ୍ନତ ହୋଇଛି, ସେ ସମ୍ମାନିତା ହୋଇଛି। ୟା ପରେ ପାହାଚ ଚଢ଼ିବା ହେବ। ଆପେ ଆପେ ସେ ତ ନିଶ୍ଚୟ। ତଥାପି ପୁରୁଣା ସଂସ୍କାର ଝିଙ୍କି ଦେଉଛି କେଉଁଠି ଯେପରି। ମନ ଉଦାସ ଲାଗୁଛି। ଚିନ୍ତା ଗୋଳମାଳିଆ ହୋଇଯାଉଛି। ମାଡ଼ି ଯାଇ ଜମା ହୋଇଯାଉଛି କେଉଁ କାନ୍ଥ ପାଖେ। ସନ୍ଦେହ ଲାଗୁଛି, ଏ ସୁଖ କି ଦୁଃଖ। ବେଳେବେଳେ ବେଶିରା ହାଡ଼ରୁ ମୁଣ୍ଡ ପଛଆଡ଼ୁ ଆଗକୁ ଛୁଟି ଆସୁଛି ଧାର ହୋଇ ନିଆଁର ସୁଅ। ପୁଣି ଆସୁଛି ସାତ ପାଞ୍ଚର ବିଚାର, ଭବିଷ୍ୟତ ଆଶାର ସ୍ୱପ୍ନ, ଦାନାପାଣି ଇମାରତର ଛବି। ପାଟି ଅଳ୍ପ ଆଁ କରି ମେଲା ଫାଟକ ବାଟେ ଦୂରକୁ ଚାହିଁଛି। ଚେତା ପଶିଲା ଯେତେବେଳେ ଶୁଭିଲା ଫାଟକର କେଁ କେଁ। ଦିଶିଲା ନିତା ଫାଟକ ବନ୍ଦ କରୁଛି। ନିତା ଉପରକୁ ଗରମ ହୋଇଯାଇ ବଡ଼ ଉପରିକ ଢଙ୍ଗରେ ବଳିଦତ୍ତ ଗାଳି ଦେଲା। ରାସ୍କେଲ, ସବୁ କଥାରେ ଢିଲମଢିଲା। ଫାଟକଟା ଠିଆ ମେଲା ରଖିଥିଲୁ। ଗୋରୁ ପଶିଲେ ବଗିଚା ଉଜୁଡ଼ନ୍ତା ନାହିଁ। ନନ୍ସେନ୍ସ। ମଣିଷ ଯୁଆଡ଼କୁ ନିଜେ ନିଘା ନ ଦବ, ସିଆଡ଼େ ଦେଖିବ ଗୋଲାମେଲା, ସିଆଡ଼େ ଦେଖିବ ଘଡ଼ିଆ। ତମେ ଗୁଡ଼ାକ ଅଛ କାହିଁକି ବେ? ହଜୁର। ହାତ ଧୋଇଲା ପରି ପାପୁଲି ଘଷିକା ନିତା କହିଲା, ହଜୁରେ ମୋର କି ଦୋଷ? ଚୋପ୍ ବେ, ଫେର୍ ମୁହଁ ଉପରେ କଥା କହୁଛୁ। ଜାଣିଛୁ ନା ମୁଁ କିଏ? ଦୁମଦାମ ଗୋଡ଼ କଚାଡ଼ି କଚାଡ଼ି ବଳିଦତ୍ତ ଘର ଭିତରକୁ ପଶିଗଲା।